ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଏକ ସୁନ୍ଦର ଶିକ୍ଷଣୀୟ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ମୋର ଏହି ଚ୍ୟାନେଲକୁ ସ୍ୱାଗତ କରୁଅଛି। ଆମ ହିନ୍ଦୁ ଧର୍ମରେ ଗାଈକୁ ମାର ମାନ୍ୟତା ଦିଆଯାଇଛି। ଗାଈ ଗୃହପାଳିତ ପଶୁ ହେଲେ ବି ତା ଦେହରେ 33 କୋଟି ଦେବାଦେବୀ ଅଛନ୍ତି ବୋଲି ଆମେ ବିଶ୍ୱାସ କରନ୍ତି। ଗାଈର ମଳମୂତ୍ର ଆମର ଶୁଭ ବା ମାଙ୍ଗଳିକ କାର୍ଯ୍ୟରେ ଲାଗିଥାଏ। ଏହା ନିଶ୍ଚିତ ସତ୍ୟ ଯେ 7ଟି ଶୁକ୍ରବାର ଦିନ ସକାଳୁ ଗାଈକୁ ଯିଏ ରୁଟିରେ ଗୁଡ଼ ଲଗାଇ ଖାଇବାକୁ ଦିଏ ଏବଂ ଗାଈର ଆଗ ଗୋଡ଼ ଖୁରାକୁ ଛୁଇଁ ପ୍ରଣାମ କରେ, ତାର ସବୁ ପାପ ଖଣ୍ଡନ ହେବା ସହିତ ଭବିଷ୍ୟତରେ ନିଶ୍ଚିତ ତାର ମଙ୍ଗଳ ହୋଇଥାଏ। ସତରେ ଗାଈଟିଏ ପାଳିଥିଲେ ଆମର ସବୁ ପ୍ରକାର ଉପକାର ହୋଇଥାଏ। ଆମ ପରିବାର ଉପରକୁ ଆସୁଥିବା ଅଜଣା ଦଶା ବିପଦକୁ ଗାଈ ଟାଳିଥାଏ। ଗାଈ ତାର ମୁଣ୍ଡ ଉପରକୁ ନେଇଯାଇଥାଏ। ଗାଈ ଗୃହପାଳିତ ପଶୁ ହେଲେ ବି ସେ ଆମର ସଦାସର୍ବଦା ବିଶ୍ୱସ୍ତ ହୋଇ ରହିଥାଏ। ଠିକ୍ ସେହିପରି ପ୍ରତ୍ୟେକ ଦିନ ସାମାନ୍ୟ ଚକିଏ ଅରୁଆ ଚାଉଳ ନଚେତ ଚିନି ଦାନା ପିମ୍ପୁଡ଼ି ଗାତ ପାଖରେ ରଖିଦିଅନ୍ତୁ ନା। ପିମ୍ପୁଡ଼ି ଖାଇଲେ ଆପଣଙ୍କର ସରିଯିବ ନାହିଁ, ବରଂ ଆପଣଙ୍କର ଧନ ବଢ଼ିବ। ଭବିଷ୍ୟତରେ ଆପଣଙ୍କର ନିଶ୍ଚିତ ମଙ୍ଗଳ ହେବ। ମନେ ରଖନ୍ତୁ, ଯଦି କାହାକୁ ମୁକ୍ତ ହସ୍ତରେ ଦାନ କରୁଛନ୍ତି, ଯଦି କୌଣସି ଭୋକିଲାକୁ ମୁକ୍ତ ହସ୍ତରେ ଭୋଜନ ଦେଇ ସନ୍ତୁଷ୍ଟ କରୁଛନ୍ତି, ସେଦିନ ଆପଣଙ୍କୁ ଏକ ନିଆରା ଆତ୍ମସନ୍ତୋଷ ଲାଗିବ। ଦର୍ଶକ ବନ୍ଧୁ, ଏହା ନିଶ୍ଚିତ ସତ୍ୟ ଯେ ପ୍ରତ୍ୟେକ ଦିନ ନହେଲେ ବି ଶନିବାର ଦିନ ବୁଲା କୁକୁର ହେଉ କି କଳା ରଙ୍ଗର କୁକୁର ହେଉ ଖାଇବାକୁ ଦିଅନ୍ତୁ ନା। ରାହୁ କେତୁ ଶନି ଗ୍ରହ ସନ୍ତୁଷ୍ଟ ହେବା ସହ ସମସ୍ତ ଗ୍ରହରିଷ୍ଟ ଖଣ୍ଡନ ହେବ। ସର୍ବ କାର୍ଯ୍ୟରେ ସିଦ୍ଧିଲାଭ କରିବେ। ନିଜର ମନର ଆଶା ଅଳ୍ପ ଦିନରେ ପୂର୍ଣ୍ଣ ହେବ। ଯେଉଁ ଜୀବମାନଙ୍କୁ ଆପଣ ଖାଇବାକୁ ଦେଉଛନ୍ତି ସେମାନଙ୍କର ନିଶ୍ୱାସ ଅଛି, ବିଶ୍ୱାସ ଅଛି, ଆଶୀର୍ବାଦ ଅଛି। ଆପଣ ସେମାନଙ୍କର ମଙ୍ଗଳ କରୁଛନ୍ତି। ଭଗବାନ ଆପଣଙ୍କର ହିଁ ମଙ୍ଗଳ କରିବେ, ଏଥିରେ ସନ୍ଦେହ ନାହିଁ। ଖାଲି ସେତିକି ନୁହେଁ, ପ୍ରତ୍ୟେକ ଦିନ ସକାଳୁ ଉଠି ମୁହଁ ଧୋଇ ସାରିଲା ପରେ ନିଜର ଘରର ଛାତ କିମ୍ବା ଅଗଣାରେ ଚଢ଼େଇ ପାରାମାନଙ୍କ ପାଇଁ କିଛି ସୋରିଷ କିମ୍ବା ଧାନ ଶସ୍ୟ ପକାଇ ଦିଅନ୍ତୁ ନା। ଦେଖିବେ ସେମାନେ ଖାଇ ଖୁସି ହେଲେ ଆପଣଙ୍କୁ ଏକ ସନ୍ତୋଷ ଲାଗିବ। ଆପଣ ଏକ ଦିବ୍ୟ କୃପା ଲାଭ କରିବେ। ଆପଣଙ୍କର ଭାଗ୍ୟ ନିଶ୍ଚିତ ପରିବର୍ତ୍ତନ ହେବ। ଭଗବାନଙ୍କର ଏହି ସୁନ୍ଦର ସୃଷ୍ଟିରେ ଯେତେ ଜୀବ ଅଛନ୍ତି, ମଣିଷ, ପଶୁ, ପକ୍ଷୀ, କୀଟପତଙ୍ଗ ସମସ୍ତେ ନିଜେ ନିଜର ପେଟ ପାଇଁ ଏଠି ନାଟ କରି ଚାଲିଛନ୍ତି। ନିଜର ପେଟ, ନିଜର ପିଲାମାନଙ୍କର ପେଟ ପୂରାଇବା ପାଇଁ ନିରନ୍ତର ସଂଗ୍ରାମ କରି ଚାଲିଛନ୍ତି। ଏହା ନିଶ୍ଚିତ ସତ୍ୟ ଯେ କ୍ଷୁଧାର୍ତକୁ, ଭୋକିଲାକୁ ପେଟ ପୂରାଇ ଖାଇବାକୁ ଯିଏ ଦିଏ ସେ ମହତ କାର୍ଯ୍ୟ କରିଥାଏ। ସେଥିପାଇଁ କୁହାଯାଇଛି ଅନ୍ନଦାନ ହିଁ ଶ୍ରେଷ୍ଠ ଦାନ। ଭଗବାନ କୃଷ୍ଣ ହିଁ କହିଛନ୍ତି, ଜୀବରେ ଯାର ଦୟା ନାହିଁ ଉଦ୍ଧବ ଚଣ୍ଡାଳଟି ସେହି।